नारायण नमस्कृत्यं नरो चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्द माधवं। माधव मधुसूदनं तज्जनने सुखदं पूतना प्राणनाशन गोवर्धन धारकं शूरनरजक्षरक्ष गन्धर्वाणां चिरवन्द्य सर्वप्राणधार देव नारायण नमस्तुते। इंदिरा एकादशी कथा शुणिबा पूर्वरु प्रथमे आसन्तु जगन्नाथंकर जणाण करिबा। जय जय जगन्नाथ जगत ठाकुर, जय जय जगन्नाथ दारु अवतार, जय जय जगन्नाथ देव मधुहारी, जय जय जगन्नाथ मुकुंद मुरारी। सुवर्ण पईता सोहे दयणार माळ, अति सुंदर दिशई रत्न कंठी माळ। दरगढ़ा होई प्रभु सेठी बसिअछ, 60 पौटी भोग नीति भुंजुअछ। रत्न ओढ़ी आणी शोभे अंगरे चंदन, सूर्य हुरंग धर दिशई शोभन। जय जय जगन्नाथ प्रभु चकाडोला, जय जय जगन्नाथ भक्त जन भेला। चका बैठी उपरे विजे करिअछ, भाई भौणी को घेनी आनंदे बसिछ। कोटि कंदर पजिणा रूपटी तुम्भर, भकत जन पसरा जगत ठाकुर। जय जय जगन्नाथ दुखी जन बंधु, पतित जन तारिण नाम कृपा सिंधु। नवघन जिणी मुख दिशई सुंदर, कि वर्णिबि हे महिमा भाषा काहे मोर। जय जय जगन्नाथ नीलगिरिपति, जय जय जगन्नाथ ललित मूरति। केते केते पापी तापी गाई तव नाम, ए माया संसार गले मुक्ति होइण। ग्राहक बड़ू गजको रखिअछ हरि, कुबुजार कुज तुम्भे नेइथिल हरि। गजपति राज ठारे सुदया बहिण, कांची राजे जाइथिल हे कला बदन। गौड़ुणी माणिकठी सुदया बहिल, दही खाई रत्न मोदी देई चाली गल। भरतिया को भारत युद्धरु रखिल, जुगे जुगे महाप्रभु कीरति रचिल। जय जय जगन्नाथ नीलाचलवासी, कृपा दृष्टि बारे दिय प्रभु ब्रह्म राशि। दिन बुद्धिमंत तव पंकज चरण, तब पद तले दुखे
ପଶଇ ଶରଣ। ଇନ୍ଦିରା ଏକାଦଶୀ। ଯୁଧିଷ୍ଠିର ଉବାଚ କହନ୍ତି ପଣ୍ଡୁଙ୍କ ନନ୍ଦନ, ଶୁଣନ୍ତୁ ଶ୍ରୀ ମଧୁସୂଦନ। ଆଶ୍ୱିନ କୃଷ୍ଣ ଏକାଦଶୀ, କି ନାମ ବୋଲି ତାକୁ ଭାସି। କିଏ ବା ଅଛଇ ବିଶେଷ, କହିବା ପ୍ରଭୁ ପିତ ବାସ। ଶ୍ରୀକୃଷ୍ଣ ଉବାଚ କହନ୍ତି କୃଷ୍ଣ ନୃପ ଶୁଣ, ଇନ୍ଦିରା ନାମ ତାର ଜାଣ। ସେ ମହାବ୍ରତର ପ୍ରତାପେ, ନାଶ ଯାଆନ୍ତି ମହାପାପେ। ଯେ ଅଧୋଜନି ଗତ ନର, ଉଦ୍ଧାର ହୁଅନ୍ତି ସତର। ଶୁଣ ହେ ସାବଧାନ କଥା, ଯେ ପାପ ହରଇ ସର୍ବଥା। ଏକାହିଁ ମାହି ସ୍ମତି ଭାଗେ, ନୃପତି ପୂର୍ବେ ସତ୍ୟ ଯୁଗେ। ନାମରେ ଇନ୍ଦ୍ର ସେ ନ ଜାଣ, ଯେ ରିପୁକୁଳର ସମନ। ଧର୍ମରେ ପାଳିଲା କମହି, ପୁତ୍ର ପୌତ୍ରରେ ଯୁକ୍ତ ହୋଇ। ଯଶସ୍ୱୀ ଧନ ଧାନ୍ୟବନ୍ତ, ଯେ ଦାନି ମାନି ବିଷ୍ଣୁ ଭକ୍ତ। ମୁକ୍ତିର ଗୋବିନ୍ଦ ନାମକୁ, ଜପନ୍ତି ପାନ୍ତି ଆଧ୍ୟାତ୍ମକୁ। ନେଲେ ସେ ଦାନ ପୁଣ୍ୟ କାଳ, ସର୍ବତ୍ର ଜୟ ଯାର କାଳ। ଏକ ଦିନରେ ସଭା ଘରେ, ବସି ଅଛନ୍ତି ସେ ସୁଖରେ। ଅଶ୍ୱରୁ ଓହ୍ଲାଇ ନାରଦ, ପ୍ରବେଶ ହୋଇଲେ ସଂସଦ। ଦେଖି ଉଠିଲେ ହସ୍ତ ଯୋଡ଼ି, ବିଧିରେ ନମସ୍କାର କରି। ଯୋଗ୍ୟ ଆସନେ ବସାଇଲେ, ପୂଜାର ବିଧି ପଚାରିଲେ। ରାଜାଙ୍କ ପୂଜା ଅର୍ଘ୍ୟ ଘେନି, ସୁଖେ ଆସନେ ବସି ମୁନି। ହସି କହିଲେ ନୃପବର, ସପ୍ତାଙ୍ଗେ କୁଶଳ ତୁମର। ଧନରେ ଅଛି ଟିକି ମନ, ବିଷ୍ଣୁ ଭକ୍ତିରେ କରି ଧ୍ୟାନ। ରାଜବାଚ ତୁମ୍ଭ ପ୍ରସାଦେ ମୁନି ଶ୍ରେଷ୍ଠ, ସର୍ବତ୍ର କୁଶଳ ଗରିଷ୍ଠ। ଯହିଁରେ ତୁହି ଦାନ ପୁଣ୍ୟ, ସେ ହେଲେ ସୁଫଳ ମୁଁ ଧନ୍ୟ। ତୁମ୍ଭେ ସାକ୍ଷାତ ମୁନିଶ୍ଚର, ପ୍ରବେଶ ହେଲେ ମୋର ପୁର। ବିସ୍ପୃହ ତପସିଦ୍ଧ ତୁମ୍ଭେ, ଆଗମ ହେତୁ କି ସମ୍ଭବେ। ତଥାପି ପର ଉପକାରେ, ତୁମ୍ଭେ ବୁଲୁଛ ଏ ସଂସାରେ। ଏଘେନି ପଚାରୁଛି ମୁହିଁ, କହି ନିଷ୍ପାପ କର ତୁହି। ଆଗମ କାରଣ କହିବ, ଆମ୍ଭଙ୍କୁ ଦୁସ୍ତରୁ ତାରିବ। ନାରଦ ଉବାଚ ବିସ୍ମୟ ପ୍ରଦ ମୋ ବଚନ, ଶୁଣ ହେ ରାଜା ଇନ୍ଦ୍ରସେନ। ଏକଇ ଦିନ ଉତ୍ସୁକରେ, ବାହାର ହେଲି ଭ୍ରମଣରେ। ମନ ଉତ୍ସାହେ ଏକ ଦିନେ, ଗଲି ମୁଁ ଯମଙ୍କ ସଦନେ। ଦେଖିଲି ସଭା କରି ଯମ, ବସି ଅଛନ୍ତି କିବା ସୋମ। କହୁଅଛନ୍ତି ଧର୍ମମାନ, ପ୍ରାୟଶ ସେ ଧର୍ମ ରାଜନ। ଶୁଣୁଅଛନ୍ତି ତତ୍ତ୍ୱବାଦ, ଋଷିମାନଙ୍କ ଯେ ସମ୍ବାଦ। ଦେଖି ଝଟତି ଉଠି ଯମ, କରିଣ ମୋ ପାଦେ ପ୍ରଣାମ। ଦେଇ ଉଚିତ ପୀଠ ଆଣି, କଲେ କୁଶଳ ପ୍ରଶ୍ନ ବାଣୀ। ଆଜ ସୁଯୋଗ ଯୋଗୀ ବର, ପ୍ରବେଶ ହେଲେ ମୋର ପୁର। ଶ୍ରୀଗୀତା ଭାଗବତ ଚିନ୍ତା, ଫଳ ଏ ଅନ୍ୟରେ ନୁହନ୍ତା। କାହିଁ ନାରଦ ଦେବ ଋଷି, କାହିଁ ଏ ଯମପୁରବାସୀ।
ईश्वर अनुग्रह बिना ଏହା ନୁହଁ ଏକାସିନା। ଦେଖିଲି ଧର୍ମ ରାଜା ପାଖେ ଅଛନ୍ତି ଧର୍ମଶୀଳ ଲୋକେ, ଯେ ପୁଣ୍ୟ କରି ସତ୍ୟ ଭାଷେ ସେହି ଯେ ଯମ ପାଶେ ବସେ। ଈଦୃଶ ଯମ ସ୍ୱଭାବତ ହୋଇଅଛନ୍ତି ତୁମ୍ଭ तात, ବ୍ରତ କୈବଲ୍ୟ ଦୋଷ ହେତୁ ଦେଖିଲି ମାହିଷ୍ମତି କେତୁ। ସେ କହିଅଛନ୍ତି ସନ୍ଦେଶ ଶୁଣ ହୋ ମାହିଷ୍ମତୀଶ, ଯେ ଇନ୍ଦ୍ରସେନ ହୋଇ ଖ୍ୟାତ ଅଛନ୍ତି ମାହିଷ୍ମତୀ ନାଥ। ତାଙ୍କ ଆଗରେ କହ ଯାଇ ତମ ପାଖରେ ଅଛି ମୋହି, ପୂର୍ବ ଜନ୍ମର ଦୁରିତ କିଏ ବା ହୋଇଲା ଉଦିତ। ଇନ୍ଦିରା ବ୍ରତ ପୁଣ୍ୟ ଦେଇ ନିଅ ସ୍ୱର୍ଗକୁ ମୋତେ ତୁହି, ଏମନ୍ତ ତୁମ୍ଭ ପିତା ବାକ୍ୟେ ଅଇଲି ଜାଣ ସତ୍ୟ ବାକ୍ୟେ। ପିତାଙ୍କ ସ୍ୱର୍ଗ କାମ ହୋଇ କର ଇନ୍ଦିରା ବ୍ରତ ତୁହି। ରାଜବାଚ କରିଣ ଅନୁଗ୍ରହ ମୋତେ, କହନ୍ତୁ ଏ ବ୍ରତ କେମନ୍ତେ। କେଉଁ ବିଧିରେ ଇନ୍ଦିରା ବାର ଏକି ବା ତିଥି ବରା। ହେ ରାଜା ଇନ୍ଦ୍ର ଶୁଣ ତୁହି ଏ ବ୍ରତ ଶୁଭ ବିଧି କହି। ଆଶ୍ୱିନ କୃଷ୍ଣ ଦଶମୀରେ କରିବ ପ୍ରାତ ସ୍ନାନ ନରେ, ଶ୍ରଦ୍ଧା ରଖିବ ମାନସରେ ଯେ ରୂପେ ପାପ ମାନସରେ। ମଧ୍ୟାହ୍ନ ସମୟକୁ ଜାଣି ସ୍ନାନ କରିବ ନରେ ପୁଣି, କରିବ ଇଷ୍ଟ କର୍ମ ମାନ ଭକ୍ତିରେ ହବିଷ୍ୟ ଭୋଜନ। ଛାଡ଼ିବ ଜାୟା ଶଯ୍ୟା ସାଙ୍ଗ ଶୟନ କରିବ ଭୂଭାଗ। ରହିବ କାମ କ୍ରୋଧ ଜିଣି ନେବ ଦଶମୀ ନିଶି ପୁଣି। ବିମଳ ପ୍ରାତ କାଳ ଦିଶି ଜାଣିବ ହେଲା ଏକାଦଶୀ। ଦନ୍ତ ଧାପନ ପୂର୍ବ କରି ମୁଖରେ ପ୍ରକ୍ଷାଳନ ସାରି। ଉପବାସର ସେ ନିୟମ ସୁମକ୍ତ ଭାବରେ ଘେନିଣ। ଆଜି ହୋଇବ ନିରାହାର ସମସ୍ତ ଭୋଗ କରି ଦୂର। କାଲି ଭୁଞ୍ଜିବ ତହିଁ ଅନ୍ତେ ଶରଣ ପୁଣ୍ଡରୀକ ନେତ୍ରେ। ଏ ରୂପେ କରିଣ ନିୟମ ମଧ୍ୟାହ୍ନେ ପୁଣ କରି ସ୍ନାନ। ବସାଇ ଆଗେ ଶାଳ ଗ୍ରାମ କରିବ ଯେ ବିଧି ନିୟମ। ପିତୃମାତୃଙ୍କ ଶ୍ରଦ୍ଧା ପାଇ କରିବ ଶ୍ରାଦ୍ଧ ଶ୍ରଦ୍ଧା ବହି। ଗୋଧୂମ ମାସ ଯବଧାନ ଚଣକ ବ୍ରୀହି ତିଳ ଘେନ। ଏହି ମାନଙ୍କେ ଶ୍ରାଦ୍ଧ କର ଏ ପିତୃଲୋକ ଶ୍ରଦ୍ଧା କର। ନିତ୍ୟ ଏ ଉପବାସ ଜାଣ ଶ୍ରଦ୍ଧାକୁ ନୈମିତ୍ତିକ ଗଣ। ଆଘ୍ରାଣ କରି ପିତୃଦତ୍ତ କରିଣ ଉପବାସ ବ୍ରତ। ଏ ଶ୍ରାଦ୍ଧ କରି ପିତୃଦିନେ ଯେବେ ନ ଭୁଞ୍ଜିବି ପ୍ରଜନେ। ଦେବତା ହବ୍ୟ ନ ଘେନନ୍ତି କବ୍ୟକୁ ପିତା ଏତେ ଯନ୍ତି। ଯେ ଅଛି ଶାସ୍ତ୍ର ମାନଙ୍କରେ ଆଘ୍ରାଣେ ଅଧ ଭୋଜନରେ। ଯେ ଏକାଦଶୀ ପର ନହେ ଯେଣୁ ଏ ଦିନ ପାପ ରହେ। ରହନ୍ତି ଅନ୍ନ ଆଶ୍ରେ କରି ଏଣୁ ଏ ଦିନେ ଅନ୍ନ ଛାଡ଼ି। ଆଘ୍ରାଣ କରି ପିତୃ ଅନ୍ନ ସାର ସେ ଶ୍ରାଦ୍ଧ ବିଧିମାନ। ବ୍ରାହ୍ମଣେ ଦେବ ସୁଭୋଜନ
ଦକ୍ଷିଣା ଦାନେ ତୋଷି ମନ, ସୁଗନ୍ଧ ଧୂପ ଦୀପ ବାସ, ଦେଇ ପୂଜିବ ଋଷିକେଶ। ରାତ୍ରରେ ଜାଗରଣ କରି, ଥିବ କେଶବ ଅନୁସରି, ସର୍ବରି ଯାଇ ପ୍ରାତ କାଳେ, ପ୍ରବେଶ ଦ୍ୱାଦଶୀର ବେଳେ। ଯାଇଣ ସ୍ନାନ ବିଧି ସାରି, ଭକ୍ତିରେ ପୂଜନର ହରି। ସାରିବ ମଧ୍ୟାହ୍ନିକ ବିଧି, ପୂଜା କରିବ କୃପାନିଧି। ହବିଷ୍ୟ ଅନ୍ନକୁ ଭୁଞ୍ଜିବ, ଏକାଳେ କଥା ନ କହିବ। ଯେ ମହାରାଜା ଏ ବିଧିରେ, କରିବ ବ୍ରତକୁ ଆଦରେ। ତୁମ୍ଭର ପିତୃଲୋକମାନେ, ବିଷ୍ଣୁ ଲୋକକୁ ଯିବେ ଏଣେ। କୃଷ୍ଣ କହିଲେ ଯୁଧିଷ୍ଠିର, ଏମନ୍ତ କହି ଋଷିବର। ଗଲେ ସେ ଅନ୍ତର୍ଧ୍ୟାନ ହୋଇ, ଇନ୍ଦ୍ରସେନକୁ ଚିନ୍ତା ଦେଇ। ଇନ୍ଦିରା ବ୍ରତ ନିକଟରେ, ଡିଣ୍ଡିମ ଦେଲେ କଟକରେ। ଆଜ ହବିଷ ସର୍ବେ କର, ଆଜ ଇନ୍ଦିରା ବ୍ରତ କର। ଶୁଣିଏ ଡିଣ୍ଡିମର ଧ୍ୱନି, ବ୍ରତେ ସମସ୍ତେ ସାବଧାନୀ। ବ୍ରାହ୍ମଣ ମାନଙ୍କୁ ବିଚାରି, କଲେ ଯେ ବିଧାନ ପ୍ରଚାରି। ଆଶ୍ୱିନ କୃଷ୍ଣ ଏକାଦଶୀ, ଯାହାକୁ ଇନ୍ଦିରା ଭାସି। ଏ ବ୍ରତ କରିବ ସମସ୍ତେ, ଇନ୍ଦ୍ରସେନର ଆଜ୍ଞା ମତେ। ପ୍ରାତଃକାଳରୁ ସ୍ନାନ ସାରି, ସେ ମହାସ୍ମତି ଦଣ୍ଡଧାରୀ। ଦଶମୀ ବିଧି ଆଚରିଲେ, ଯେ ଅବା ଅନ୍ତପୁରେ ଥିଲେ। ଜାୟାତ୍ମଜ ଘେନି ରାଜା, ବିଷ୍ଣୁଙ୍କୁ ଅନ୍ନ କରି ପୂଜା। ହବିଷ୍ୟ କରି ତଳେ ଶୋଇ, କଲେ ଦଶମୀ ବ୍ରତ ସେହି। ଦଶମୀ ହେଲା ଅବଶେଷ, ଦିଶିଲା ଦିଶେ ରବିତ୍ରାସ। ନୃପତି ଅବକାଶ ହେଲେ, ସ୍ନାନ କରିଣ ବିଜେ କଲେ। ସଂକଳ୍ପ ଏକାଦଶୀ କଲେ, ଯେ ରୂପେ ନାରଦ କହିଲେ। ସ୍ନାନ ଶ୍ରବଣ ଉପବାସ, ଜାଗର ବିଷ୍ଣୁ ପୂଜା ରସ। ଭାବି ନାରଦ ଉପଦେଶ, କଲେ ସେ ବ୍ରତଙ୍କର ଈଶ। ଯଥା ବିଧିରେ କରି ବ୍ରତ, ଦ୍ୱାଦଶୀ ପ୍ରବେଶେ ନୃନାଥ। ସ୍ନାନାଦି ସର୍ବେ କର୍ମ ସାରି, ହବିଷ୍ୟ କଲେ ଦଣ୍ଡଧାରୀ। ବ୍ରତ କରିଣ ଇନ୍ଦ୍ରସେନ, ପିତାଙ୍କୁ କଲେ ସମର୍ପଣ। ସ୍ୱର୍ଗରୁ ହେଲା ପୁଷ୍ପବୃଷ୍ଟି, ନୃପ ମନରେ ହେଲା ତୁଷ୍ଟି। ପିତା ରହି ପକ୍ଷ ବର, ଗଲେ ସେ ବୈକୁଣ୍ଠପୁର। ରାଜକୁଅ କଣ୍ଟକ କରି, ବହୁତ କାଳ ଭୋଗ କରି। ରାଜପୁତ୍ରକୁ ରାଜା କରି, ଗଲେ ସେ ଆପେ ସ୍ୱର୍ଗପୁରୀ। ମହାତ୍ମ୍ୟ ଇନ୍ଦିରା ବ୍ରତର, କହିଲି ଆଗରେ ତୁମ୍ଭର। ଯାହାକୁ ପଢ଼ି ଅବା ଶୁଣି, ପାପରୁ ମୁକ୍ତ ହୁଏ ପ୍ରାଣୀ। ଯୁଧିଷ୍ଠିର ପଚାରିଲେ, ହେ ମଧୁସୂଦନ, କୃପା କରି ମୋତେ କୁହନ୍ତୁ ଯେ ଆଶ୍ୱିନ ମାସ କୃଷ୍ଣ ପକ୍ଷରେ କେଉଁ ଏକାଦଶୀ ହୁଏ? ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜନ, ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ଇନ୍ଦିରା ନାମକ ଏକାଦଶୀ ହୁଏ। ଏହି ବ୍ରତର ପ୍ରଭାବରେ ବଡ଼ ବଡ଼ ପାପ ରାଶି ନଷ୍ଟ ହୋଇଯାଏ। ନୀଚ ଯୋନି ପ୍ରାପ୍ତ ହୋଇଥିବା ପିତୃପୁରୁଷଙ୍କୁ ମଧ୍ୟ ଏହି ବ୍ରତ ସଦ୍ଗତି ପ୍ରଦାନ କରିଥାଏ। ରାଜନ, ପୂର୍ବକାଳର କଥା, ସତ୍ୟ ଯୁଗରେ ଇନ୍ଦ୍ରସେନ ନାମରେ ଜଣେ ବିଖ୍ୟାତ ରାଜକୁମାର ଥିଲେ।
ଯିଏ ମାହିଷ୍ମତି ପୁରୀର ରାଜା ହୋଇ ଧର୍ମପୂର୍ବକ ପ୍ରଜା ପାଳନ କରୁଥିଲେ। ତାଙ୍କର ଯଶ ଚତୁର୍ଦିଗକୁ ବ୍ୟାପିଥିଲା। ରାଜା ଇନ୍ଦ୍ରସେନ ଭଗବାନ ବିଷ୍ଣୁଙ୍କ ଭକ୍ତିରେ ତତ୍ପର ରହି ଗୋବିନ୍ଦଙ୍କର ମୋକ୍ଷଦାୟକ ନାମ ଜପ କରି କରି ସମୟ ବ୍ୟତୀତ କରୁଥିଲେ ଓ ବିଧିପୂର୍ବକ ଆଧ୍ୟାତ୍ମ ତତ୍ତ୍ୱ ଚିନ୍ତନରେ ସଂଲଗ୍ନ ରହୁଥିଲେ। ଦିନେ ରାଜା ରାଜସଭାରେ ସୁଖପୂର୍ବକ ବସିଥିବା ସମୟରେ ଦେବର୍ଷି ନାରଦ ଆକାଶରୁ ଓହ୍ଲାଇ ସେଠାରେ ପହଞ୍ଚିଲେ। ତାଙ୍କୁ ଆସିବାର ଦେଖି ରାଜା ହାତ ଯୋଡ଼ି ଠିଆ ହେଲେ ଏବଂ ବିଧିପୂର୍ବକ ପୂଜନ କରି ଆସନରେ ବସାଇଲେ। ତାପରେ କହିଲେ, ମୁନିଶ୍ରେଷ୍ଠ, ଆପଣଙ୍କ କୃପାରୁ ମୋର ସବୁ କୁଶଳ। ଆଜି ଆପଣଙ୍କ ଦର୍ଶନରେ ମୋର ସମ୍ପୂର୍ଣ୍ଣ ଯଜ୍ଞ କ୍ରିୟା ସଫଳ ହୋଇଗଲା। ହେ ଦେବର୍ଷି, ଆପଣଙ୍କ ଆଗମନର କାରଣ କହି ମୋତେ କୃତାର୍ଥ କରନ୍ତୁ। ନାରଦ କହିଲେ, ନୃପଶ୍ରେଷ୍ଠ, ଶୁଣ, ମୋ କଥା ତୁମକୁ ଆଶ୍ଚର୍ଯ୍ୟ ଲାଗିପାରେ। ମୁଁ ବ୍ରହ୍ମଲୋକରୁ ଯମଲୋକକୁ ଯାଇଥିଲି। ସେଠାରେ ଶ୍ରେଷ୍ଠ ଆସନରେ ବସିଲି ଓ ଯମରାଜ ଭକ୍ତିପୂର୍ବକ ମୋର ପୂଜା କଲେ। ଏହି ସମୟରେ ଯମରାଜାଙ୍କ ସଭାରେ ମୁଁ ତୁମର ପିତାଙ୍କୁ ମଧ୍ୟ ଦେଖିଲି। ସେ ବ୍ରତଭଙ୍ଗ ଦୋଷରୁ ସେଠାକୁ ଆସିଥିଲେ। ରାଜନ, ସେ ତୁମ ପାଇଁ ସନ୍ଦେଶ ପଠାଇ ଯାହା କହିଛନ୍ତି ତାହା ଶୁଣ। ପୁତ୍ର, ମୋତେ ଇନ୍ଦିରା ଏକାଦଶୀ ବ୍ରତର ପୁଣ୍ୟ ଦେଇ ସ୍ୱର୍ଗକୁ ପଠାଅ। ତାଙ୍କର ଏହି ସନ୍ଦେଶ ନେଇ ମୁଁ ତୁମ ପାଖକୁ ଆସିଛି। ରାଜନ, ନିଜ ପିତାଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ କରାଇବା ନିମନ୍ତେ ଇନ୍ଦିରା ଏକାଦଶୀ ବ୍ରତ କର। ରାଜା ପଚାରିଲେ, ହେ ଭଗବାନ, କୃପା କରି ଇନ୍ଦିରା ଏକାଦଶୀ ବ୍ରତ କଥା କୁହନ୍ତୁ। କେଉଁ ପକ୍ଷରେ, କେଉଁ ତିଥିରେ ଏବଂ କେଉଁ ବିଧିରେ ଏହି ବ୍ରତାନୁଷ୍ଠାନ କରିବା ଉଚିତ? ନାରଦ କହିଲେ, ରାଜେନ୍ଦ୍ର, ଶୁଣ, ମୁଁ ତୁମକୁ ଏହି ବ୍ରତର ଶୁଭକାରକ ବିଧି କହୁଛି। ଆଶ୍ୱିନ ମାସ କୃଷ୍ଣ ପକ୍ଷର ଦଶମୀ ଦିନ ଶ୍ରଦ୍ଧାଯୁକ୍ତ ଚିତ୍ତରେ ପ୍ରାତଃକାଳରେ ସ୍ନାନ କରି ପୁଣି ମଧ୍ୟାହ୍ନରେ ସ୍ନାନ କରି ଏକାଗ୍ରଚିତ୍ତ ହୋଇ ଥରେ ଭୋଜନ କର ତଥା ରାତିରେ ଭୂମିରେ ଶୟନ କର। ସକାଳୁ ନିର୍ମଳ ପ୍ରଭାତରେ ଏକାଦଶୀ ଦିନ ଦାନ୍ତ ଘଷି ମୁହଁ ଧୁଅ। ଏହାପରେ ଭକ୍ତିଭାବ ପୂର୍ବକ ନିମ୍ନଲିଖିତ ମନ୍ତ୍ରପାଠ କରି ଉପବାସର ନିୟମ ଗ୍ରହଣ କର। ଅଦ୍ୟ ସ୍ଥିତ୍ୱା ନିରାହାର ସର୍ବଭୋଗ ବିବର୍ଜିତ ସୌଭୋକ୍ଷ୍ୟେ ପୁଣ୍ଡରୀକାକ୍ଷ ଶରଣଂ ମେ ଭବାଚ୍ୟୁତ। କମଳ ନୟନ ଭଗବାନ ନାରାୟଣ, ଆଜି ମୁଁ ସମସ୍ତ ଭୋଗରୁ ଅଲଗା ହୋଇ ନିରାହାର ରହି ଆସନ୍ତାକାଲି ଭୋଜନ କରିବି। ଅଚ୍ୟୁତ, ଆପଣ ମୋତେ ଶରଣ ଦିଅନ୍ତୁ। ଏହିପରି ନିୟମ କରି ମଧ୍ୟାହ୍ନ କାଳରେ ପିତରଙ୍କ ପ୍ରସନ୍ନତା ନିମନ୍ତେ ଶାଳଗ୍ରାମ ଶିଳା ସମ୍ମୁଖରେ ବିଧିପୂର୍ବକ ଶ୍ରାଦ୍ଧ କର ତଥା ଦକ୍ଷିଣା ଦ୍ୱାରା ବ୍ରାହ୍ମଣଙ୍କୁ ସତ୍କାର କରି ତାଙ୍କୁ ଭୋଜନ କରାଅ। ପିତୃପୁରୁଷଙ୍କୁ ଦିଆ ହୋଇଥିବା ଅନ୍ନମୟ ପିଣ୍ଡକୁ ଶୁଙ୍ଘି ଗାଈକୁ ଖୁଆଇ ଦିଅ। ପୁଣି ଧୂପ ଓ ଗନ୍ଧ ଦ୍ୱାରା ଭଗବାନ ହୃଷିକେଶଙ୍କ ପୂଜନ କରି ରାତିରେ ତାଙ୍କ ପାଖରେ ଜାଗରଣ କର। ତାପରେ ସକାଳ ହେଲେ ଦ୍ୱାଦଶୀ ଦିନ ପୁଣି ଭକ୍ତିପୂର୍ବକ ଶ୍ରୀହରିଙ୍କର ପୂଜା କର। ଏହାପରେ ବ୍ରାହ୍ମଣଙ୍କୁ ଭୋଜନ କରାଇ ଭାଇ ବନ୍ଧୁ ନାତି ଓ ପୁତ୍ରମାନଙ୍କ ସହିତ ସ୍ୱୟଂ ମୌନ ପୂର୍ବକ ଭୋଜନ କର। ରାଜନ, ଉକ୍ତ ବିଧିରେ ଆଳସ୍ୟ ରହିତ ହୋଇ ଏହି ବ୍ରତାନୁଷ୍ଠାନ କର। ଏହାଦ୍ୱାରା ତୁମର ପିତୃଗଣ ଭଗବାନ ବିଷ୍ଣୁଙ୍କ ବୈକୁଣ୍ଠ ଧାମକୁ ଚାଲିଯିବେ। ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜନ, ରାଜା ଇନ୍ଦ୍ରସେନଙ୍କୁ ଏପରି କହି ଦେବର୍ଷି ନାରଦ ଅନ୍ତର୍ଧ୍ୟାନ ହୋଇଗଲେ। ରାଜା ଦେବର୍ଷିଙ୍କ ନିର୍ଦ୍ଦେଶିତ ବିଧି ଅନୁସାରେ ଅନ୍ତଃପୁରର ରାଣୀ ପୁତ୍ର ଓ ଭୃତ୍ୟ ସହିତ ଏହି ଉତ୍ତମ ବ୍ରତ ଅନୁଷ୍ଠାନ କଲେ। କୁନ୍ତୀ ନନ୍ଦନ ବ୍ରତ ପୂର୍ଣ୍ଣ ହେବା ପରେ ଆକାଶରୁ ଫୁଲ ବର୍ଷା ହେବାକୁ ଲାଗିଲା। ଇନ୍ଦ୍ରସେନଙ୍କ ପିତା ଗରୁଡ଼ରେ ବସି ଶ୍ରୀ ବିଷ୍ଣୁ ଧାମକୁ ଚାଲିଗଲେ ଓ ରାଜର୍ଷି ଇନ୍ଦ୍ରସେନ ମଧ୍ୟ ନିଷ୍କଣ୍ଟକ ରାଜ୍ୟ ଭୋଗ କରି ନିଜର ପୁତ୍ରକୁ ରାଜସିଂହାସନରେ ବସାଇ ସ୍ୱୟଂ ସ୍ୱର୍ଗଲୋକକୁ ଚାଲିଗଲେ। ଏହିପରି ମୁଁ ତୁମ ଆଗରେ ଇନ୍ଦିରା ଏକାଦଶୀ ବ୍ରତର ମହାତ୍ମ୍ୟର ବର୍ଣ୍ଣନା କଲି। ଏହାକୁ ପଠନ ଓ ଶ୍ରବଣ କରି ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ। ଏବେ ଆସନ୍ତୁ ଆଜି ଏକାଦଶୀରେ ତୁଳସୀ ବନ୍ଦନା କରିବା। ବନ୍ଦଇ ତୁଳସୀ ଚରଣ କରମା ସନ୍ତାନେ କଲ୍ୟାଣ ମହାନିତ୍ୟ ଧାମେ ନିବାସ ନାରାୟଣେ କରିଣ ତୋଷ ତୁ ମାତା ବିଷ୍ଣୁ ମନହାରି
ସାପେ ଆସିଛୁ ଅବତରି, ସତ୍ୟ ଯୁଗରେ ସତ୍ୟବତୀ, ପରାଶରଙ୍କ ପ୍ରିୟତି। ବ୍ୟାସଦେବଙ୍କୁ ଧରି ଗର୍ଭେ, ଲୀଳା କରିଲୁ ଏହି ଭବେ। ମାଳତୀ ରୂପେ ତ୍ରେତୟାରେ, ନିମଗ୍ନ ପ୍ରଭୁଙ୍କ ପୂଜାରେ। ଦ୍ୱାପରେ ମାୟା ଦୈତ୍ୟ ଜାୟା, ତ୍ରିପୁରା ନାମ ତୋର ମା। ଜଳନ୍ଧର ପତ୍ନୀ କଳିରେ, ବୃନ୍ଦାବତୀ ନାମ ସେଠାରେ। ଏଥୁ ଅନ୍ତେ ତୁଳସୀ ନାମେ, ପୂଜା ପାଉଛୁ ମର୍ତ୍ତ୍ୟ ଧାମେ। ତୋ ମୁଖ ଯେ କରେ ଦର୍ଶନ, ସକଳ ପାପ ହୁଏ ଲୀନ। ଯେ ନାରୀ ତୋର ବୃକ୍ଷ ମୂଳେ, ଗୋମୟ ଲିପିବତୀ ଜାଳେ। ଭକ୍ତିରେ ପୂଜଇ ଚରଣ, ସେ ଲଭେ ଅଶେଷ କଲ୍ୟାଣ। ତୋ ମୂଳେ ଗଙ୍ଗାଙ୍କର ସ୍ଥାନ, ଶାଖାରେ ପ୍ରଭୁ ନାରାୟଣ। ପତ୍ରରେ ଦେବାଦେବୀ ଗଣ, ତୋ ସେ କରନ୍ତି ବିଚରଣ। ତୋ ବିଷ୍ଣୁ ଦେବଙ୍କ ଘରଣୀ, ଅଶେଷ ମଙ୍ଗଳକାରିଣୀ। ତୋ ପତ୍ର ବିନା ନୈବେଦ୍ୟ, ଭଞ୍ଜନ୍ତି ନାହିଁ ଆଦି କନ୍ଦ। ତୁ ଦୟଣାର ମାଳ ହେଉ, ପ୍ରଭୁଙ୍କ କଣ୍ଠେ ଶୋଭା ପାଉ। ବାର ବାର ତୋ ପାଦେ ନମେ, ଦୟା କର ମାଏ ଅଧମେ। ମହାତ୍ମ୍ୟ ଲେଖିବି ତୋହର, ଏତିକି କରୁଣା ମା କର। ତୁଳସୀ ମହିମା ବର୍ଣ୍ଣନ। ସୁଜନେ କରନ୍ତୁ ଶ୍ରବଣ, ତୁଳସୀ ମହିମା କଥନ। ଶୁକ ମୁନି ଯେ ହର୍ଷ ଚିତ୍ତେ, ମିଳିଲେ ରାଜା ପରୀକ୍ଷିତେ। ଦେଖି ମୁନିଙ୍କ ଆଗମନ, ଭକ୍ତିରେ ପୂଜିଲେ ଚରଣ। ମୁନି ଲଭିଯେ ଦର୍ଶନ, କୃତାର୍ଥ ହେଲା ମୋର ପ୍ରାଣ। ଏ ଅସମୟେ କି କାରଣେ, ବିରାଜ କଲ ମୋ ଭୁବନେ। ସଂକ୍ଷେପୀ କୁହନ୍ତୁ ବୁଝାଇ, ଚିତ୍ତ ଯେ ବ୍ୟାକୁଳ ହୁଅଇ। ତବ କଲ୍ୟାଣେ ସୁଖେ ନୀତି, ପ୍ରଜାଏ ରାଜେ ବିହରନ୍ତି। ଶ୍ରୀ ଶୁକ ଉବାଚ ଆଦର ଯତ୍ନ ପାଇ ଜ୍ୟୋତି, କୁହନ୍ତି ଶୁଣ ପାର୍ଥ ନାତି। ଅନେକ ମନାସି ମନରେ, ଆସିଲି ମୁହିଁ ତୁମ୍ଭପୁରେ। ବରଷା କାଳ 4 ମାସ, କରିବି ଏଠାରେ ମୁଁ ବାସ। ଆସିଛି ତେଜିଣ ଆଶ୍ରମ, ସମ୍ମତି ଦେବ କି ରାଜନ। ନତୁବା ଚଳିବି ଅନ୍ୟତ୍ର, ଦୁଃଖ ନ ହେବ ଲେଶ ମାତ୍ର। ଶୁଣି ମୁନିଙ୍କ ଏ ବଚନ, କହନ୍ତି ପରୀକ୍ଷ ରାଜନ। ପରୀକ୍ଷିତ ଉବାଚ ରାଜନ ଯୋଡ଼ିବେନି କର, ମୁନିଙ୍କୁ ବୋଲନ୍ତି ଉତ୍ତର। ମୁହିଁ ତୁମ୍ଭର କୃପା ବଳେ, ଆନନ୍ଦ ଚିତ୍ତେ ପ୍ରଜା ପାଳେ। ତୁମ୍ଭ ଲାଗି ଏକ ସ୍ଥାନ, ଯେବେ ନ କରିଲି ଅର୍ପଣ। କି ଲାଭ ଥାଉ ରାଜ୍ୟ ଧନ, ଅସାର ସିନା ହେବ ପ୍ରାଣ। ଏଥକୁ ନହେଲେ ସମର୍ଥ, ନିନ୍ଦା ଲଭିବ ପରୀକ୍ଷିତ। ଏମନ୍ତ ବୋଲିଣ ସଧୀରେ, ମୁନିଙ୍କୁ ନେଲେ ସଙ୍ଗତରେ। ସୁନ୍ଦର ଏକଇ ନିବାସ, ମୁନିଙ୍କୁ ଅର୍ପିଲେ ନରେଶ। ଖାଦ୍ୟ ପେୟର ବନ୍ଦୋବସ୍ତ, କ୍ଷଣିକେ କଲେ ପରୀକ୍ଷିତ। ଶୁକ ମୁନି ଆନନ୍ଦ ଚିତ୍ତେ,
କଟାଇ ଦେଲେ ଦିନ କେତେ, ଏକଦା ପରୀକ୍ଷିତ ରାଜା କରନ୍ତି ମୁନି ପାଦ ପୂଜା। ସନ୍ତୋଷ ଲଭି ନୃପଠାରେ ବୋଲନ୍ତି ରାଜନେଶ ଧୀରେ। ଶ୍ରୀ ଶୁକବାଚ ଲଭିଲି ଅନେକ ତୃପତି, ଯେଣୁ କରିଲ ବହୁ ପ୍ରୀତି। ଧାର୍ମିକ ଜନଙ୍କ ପ୍ରଧାନ, ସେ ଲାଗି ବିଜେତ ଭବନ। କେଉଁ ଗାଥାରେ ତୁମ୍ଭମତି, କୁହନ୍ତୁ ଆହେ ନରପତି। ଯଦ୍ୟପି ଥିବ ମତେ ଜଣା, ନିଶ୍ଚୟ କରିବି ବର୍ଣ୍ଣନା। ଶ୍ରୀ ପରୀକ୍ଷିତ ବାଚ ସହାସ୍ୟ ବଦନେ ରାଜନା, ବୋଲନ୍ତି ବ୍ରହ୍ମ ବେତା ଶୁଣ। ଅଧମେ ଯେବେ ଏଡ଼େ ଦୟା, କୁହନ୍ତୁ ନ କରିଣ ମାୟା। ତୁଳସୀ ମହିମା ଶ୍ରବଣେ, ଆଗ୍ରହ ବଳିଛି ମୋ ମନେ। ସୁଦୟା କର ଆହେ ଯତି, ଯେବେ ରାଜନେ ତୁମ୍ଭ ପ୍ରୀତି। କର୍ଣ୍ଣେ ଶୁଣିଏ ମନ୍ତ ବାଣୀ, ହସି କହନ୍ତି ଶୁକ ମୁନି। ଶ୍ରୀ ଶୁକବାଚ ରାଜନ ମନ ଦେଇ ଶୁଣ, କହିବି ତୁଳସୀ ଆଖ୍ୟାନ। ପରମ ପବିତ୍ର ବଚନ, ଶୁଣନ୍ତେ ପାତକ ଦହନ। ଅଟଇ ଗୁପ୍ତ ବିଷୟ, ହଟିବ ମନରୁ ସଂଶୟ। ରାଜନ ତୁମେ ମହାଜ୍ଞାନୀ, ଭାବରୁ ପାରିଲି ମୁଁ ଜାଣି। ବୁଝାଇ କହିବି ସକଳ, ତୋଷ ହୋଇବ ମହିପାଳ। କ୍ଷଣେ ବସି ମୁଦି ନୟନ, ତୁଳସୀକୁ କର ସ୍ମରଣ। ମୁନିଙ୍କ କହିବାରେ ପ୍ରାୟେ, ବସିଲେ ପରୀକ୍ଷିତ ରାଏ। ପ୍ରସନ୍ନ ବଦନ ଦେଖିଣ, ମୁନି ବୋଇଲେ ହେ ରାଜନ। ଏଥର ଖୋଲନ୍ତୁ ନୟନ, ଆନନ୍ଦେ କରନ୍ତୁ ଶ୍ରବଣ। ଗୃହ ତଳି ଧାର୍ମିକ ଜନେ, ସମ୍ମୁଖେ ଚଉରା ନିର୍ମାଣେ। ତହିଁରେ ବିଧି ମତେ ସେହି, ତୁଳସୀ ବୃକ୍ଷେ କର ପଇ। ଚତୁସମ କରିଲେ ପଇ, ନାନାଦି ବର୍ଣ୍ଣରେ ସଜାଇ। ସନ୍ଧ୍ୟା କାଳରେ ସେହି ଜନ, ଘିଅବତୀ ଜାଳଇ ପୁଣ। ସ୍ନାନାଦି ତର୍ପଣ ସାରିଣ, ଜଳ ଦିଏ ବୃକ୍ଷ ମୂଳେଣ। ପୁଣି ତୁଳସୀ ପତ୍ର ନେଇ, ଗଣ୍ଡୁ ସେ ଜଳରେ ସେ ବଇ। ତାହାଙ୍କୁ କରିଣ ଦର୍ଶନ, ଅନୁକୂଳ କରେ ଯେ ଜନ। ସକଳ ଆଶା ପୂର୍ଣ୍ଣ ହୁଏ, ଏକଥା କେବେ ମିଥ୍ୟା ନୁହେଁ। ଏହାର କାରଣ ରାଜନ, ସଂକ୍ଷେପୀ କରୁଛି ବଖାଣ। ଅପୂର୍ବ ମହିମା ବୃକ୍ଷର, ଶୁଣନ୍ତୁ ଆହେ ନରବର। ତୁଳସୀ ବୃକ୍ଷ ମୂଳ ଜାଣ, ଗଙ୍ଗା ଦେବୀଙ୍କ ବାସସ୍ଥାନ। ଡାଳରେ ଶୁଣ ଅନୁକ୍ଷଣ, ରହିଥାନ୍ତି ନାରାୟଣ। ବ୍ରହ୍ମା ଶଙ୍କର ଦେବ ଇନ୍ଦ୍ର, ଯମ ବରୁଣ ସୂର୍ଯ୍ୟ ଚନ୍ଦ୍ର। ଯକ୍ଷ ରକ୍ଷ ଯେ ନୈଋତ, ଗନ୍ଧର୍ବ ଚାରଣ ସମସ୍ତ। ପତ୍ରରେ କରିଥାନ୍ତି ବାସ, ସଂଶୟ ନ କର ନରେଶ। ଏ ବୃକ୍ଷ ପରମ ପବିତ୍ର, ଆନକେ ନ ହେବ ସମର୍ଥ। ଗୁପ୍ତ ରହସ୍ୟ ଫିଟାଇ, କହିଲି ଆହେ ନର ସାଇଁ।
ଶୋକ ପରୀକ୍ଷିତ କଥନ ଅଜୟ କରଇ ଲେଖନ। ତ୍ରିପୁରା ଦେବୀ ଓ ଷଡ଼ଚକ୍ର ଆଖ୍ୟାନ। ପରୀକ୍ଷିତ ବାଚ ଯୋଡ଼ିଣ ବେନି କର ପତ୍ର ବୋଲନ୍ତି ରାଜା ପରୀକ୍ଷିତ। ଭୋମୁନି ଲଭିଲି ସନ୍ତୋଷ ଶୁଣିଣ ତୁଳସୀ ରହସ୍ୟ। ଆଗ୍ରହ ବଢ଼େ ବେଳୁ ବେଳ ହେ ମୁନି ଶୁଣନ୍ତୁ ମୋ ଗୀର। ଏହି ତୁଳସୀ ଦେବୀଙ୍କର କେଉଁଠି ଅଟେ ନିଜ ଘର। ମର୍ତ୍ତ୍ୟ ମଣ୍ଡଳେ କାହିଁ ପାଇଁ ଆସିଲେ ଦେବୀ ଦୟାମୟୀ। ଦୟାବହୀନ ଆହେ ମୁନି ବୁଝାଇ କୁହନ୍ତୁ ସେ ବାଣୀ। ଶୁଣିଣ ପରୀକ୍ଷିତ ଗୀର ଶ୍ରୀ ଶୁକ ଦିଅନ୍ତି ଉତ୍ତର। ଶ୍ରୀ ଶୁକ ବାଚ ପୁଛିଲ ଯେଉଁ ବାଣୀ ମତେ ଶୁଣ ରାଜନ ହୃଷ୍ଟ ଚିତ୍ତେ। ପରମାତ୍ମାଙ୍କ ପ୍ରିୟ ଅତି ତୁଳସୀ ନନ୍ଦିନୀ ଅଟନ୍ତି। ତ୍ରିପୁରା ଅଟେ ତାଙ୍କ ନାମ ନିତ୍ୟସ୍ଥଳ ଅଟଇ ଧାମ। ଅଟନ୍ତି ସେ ପରମ ଶକ୍ତି ନିତ୍ୟସ୍ଥଳେ ପ୍ରହରା ଦିଅନ୍ତି। ଶ୍ରୀରାଧାଙ୍କର ସହଚରୀ ମଣ୍ଡନ୍ତି ବୈକୁଣ୍ଠପୁରୀ। ତ୍ରିପୁରା ଦେବୀ ସାପ ବଳେ ଜନମିଲେ ମର୍ତ୍ତ୍ୟ ମଣ୍ଡଳେ। ଶୁଣି ରାଜନ ସାପ କଥା ପୁଛନ୍ତି ଆହେ ବ୍ରହ୍ମବେତ୍ତା। ପରୀକ୍ଷିତ ବାଚ ଭୋମୁନି ସାପ କଥା ଶୁଣି ସନ୍ଦେହ ହୁଏ ମନେ ପୁଣି। କିଏ ସେ ଦେଲେ ତାଙ୍କୁ ସାପ ଯେଣୁ ହୋଇଲେ ସେ ପାଦକ। କି କର୍ମ କରିଥିଲେ ଦେବୀ ହୋଇଲେ ଏଡ଼େ ଅନୁଭବୀ। ସକଳ କୁହନ୍ତୁ ବୁଝାଇ ମନରୁ ସନ୍ଦେହ ଫିଟାଇ। ପରୀକ୍ଷିତଙ୍କ ମୁଖ ଶୁଣି ହସି କହନ୍ତି ଶୁକ ମୁନି। ଶ୍ରୀ ଶୁକ ବାଚ ଶୁଣ ରାଜନ ପରୀକ୍ଷିତ ଏକଥା ଅତୀବ ଗୁପତ। ଷଡ଼ଚକ୍ର ଉପରେ ଶୁଣ ବିରାଜ ମହାନିତ୍ୟ ଧାମ। ସହସ୍ର ପାଖୁଡ଼ା ସୁମନ ବିକଶିତ ଯେ ସେହି ସ୍ଥାନ। ଅଲଳ ଅନ୍ଧକାର ନାହିଁ ଦିବାନିଶି ହୁଏ ନା ତହିଁ। ଜରା ବ୍ୟାଧିର ନାହିଁ ଭୀତି ଝଟକେ ଅପରୂପ କାନ୍ତି। ଅଷ୍ଟସଖୀଙ୍କ ଗହଣରେ ପରମାତ୍ମା ଯେ ବିଜେ କରେ। 16,000 ଗୋପୀ ନେଇ ନିତ୍ୟ ରାହା ସେ ହନ୍ତି ବାଇ। ସହସ୍ର ଦଳ ପାଖୁଡ଼ା ମଧ୍ୟେ ନିରାକାର ବିଜେ ଆନନ୍ଦେ। ରାସଲୀଳା ରାଧାଙ୍କ ସଙ୍ଗେ ମାତିଥାନ୍ତି ନାନା ଯେ ରଙ୍ଗେ। ସେ ପଥ ଗମ୍ୟ ଯେ ଅତି ଧ୍ୟାନରେ ଯୋଗୀ ଋଷି ପାନ୍ତି। ଷଡ଼ଚକ୍ରକୁ ଯେ ଭେଦିବ ନିତ୍ୟ ରାସକୁ ସେ ଦେଖିବ। ପ୍ରଥମ ଦ୍ୱାରେ ଗଣନାଥ ଇନ୍ଦୁର ବାହନେ ଶୋଭିତ। ଦ୍ୱିତୀୟ କାମଦେବ ଗତି କାମନାତେ ଜୀବ ଝଟତି। ଇନ୍ଦ୍ରିୟ ସଂଯମ କରିବ ତେବେ ଦ୍ୱାରେ ଯେ ପ୍ରବେଶିବ। ତୃତୀୟ ଦ୍ୱାରେ ରହିଥାନ୍ତି ବ୍ରହ୍ମାଙ୍କ କୋଳେ ମା ସାବିତ୍ରୀ। ହଂସ ବାହନେ ବେଦପତି ସେ ଚକ୍ର ଦ୍ୱାରେ ବସିଥାନ୍ତି।
ସେ ଚକ୍ର ଭେଦିଣ ଗମିବ, ଅନାହତ ଚକ୍ରେ ମିଳିବ। ଅନାହତର ପରେ ଶୁଣ, ଶ୍ରୀ ବିଷ୍ଣୁଙ୍କର ବିଜେ ସ୍ନାନ। ଶ୍ରୀ ବିଷ୍ଣୁଙ୍କର ବିଜେ ସ୍ଥାନ। ଆନନ୍ଦେ ବିହାର କରନ୍ତି, ପାର୍ଶ୍ୱରେ ଲକ୍ଷ୍ମୀ ସରସ୍ୱତୀ। ଶ୍ରୀ ବିଷ୍ଣୁ ମାୟାକୁ ଭେଦିବ, କଣ୍ଠ ଚକ୍ରରେ ସେ ମିଳିବ। ସେ ଚକ୍ରେ ଛନ୍ତି ହର ଗୌରୀ, ଦିବାନିଶି ସାଜି ପ୍ରହରୀ। ସେ ଦ୍ୱାର କରିଲେ ଲଙ୍ଘନ, ଷଡ଼ଚକ୍ର ହେବ ଦର୍ଶନ। ସେ ଷଡ଼ଚକ୍ର ପରେ ଶୁଣ, ଅଟଇ ମହାନିତ୍ୟ ଧାମ। ମହାନିତ୍ୟ ଧାମେ ପ୍ରହରୀ, ଅଟନ୍ତି ତ୍ରିପୁରା ସୁନ୍ଦରୀ। ସର୍ବଗୋପୀଙ୍କ ମଧ୍ୟେ ସାର, ସେବନ୍ତି ପ୍ରଭୁଙ୍କ ପୟର। ତାହାଙ୍କୁ ସବୁ ଥାଏ ଜଣା, ଆନକେ ନ କରେ ବଡ଼ିମା। ପାଇଣ ତ୍ରିପୁରା ନିର୍ଦ୍ଦେଶ, ଗୋପୀଙ୍କ ଭାବ ପରକାଶ। ନାୟିକା ମଧ୍ୟେ ଶ୍ରେଷ୍ଠା ସେହି, ନିତ୍ୟସ୍ଥଳ ନୀତି ସେବଇ। ସେ ଦ୍ୱାର କଥା ରାଏ ଶୁଣ, ବ୍ରହ୍ମା ବିଷ୍ଣୁ ଯେ ଶଙ୍କର୍ଷଣ। ଦ୍ୱାରକୁ ରାଜନ ନୁହନ୍ତି, ଦ୍ୱାରକୁ ଭାଜନ ନୁହନ୍ତି। ତ୍ରିପୁରାଙ୍କର ଏଡ଼େ ଶକ୍ତି, ତାହାଙ୍କୁ ଭକ୍ତିରେ ତୋଷିଲେ। ସେ ସ୍ଥାନେ ମିଳିବ ଝରେ, ତ୍ରିପୁରା ନିତ୍ୟ ବିରାଜନ୍ତି। ରାସସ୍ଥଳୀକୁ ଜଗିଥାନ୍ତି, ସେ ରାସସ୍ଥଳ ନିତ୍ୟ ଧାମ। ଦେବତା ନ ପାନ୍ତି ଦର୍ଶନ, ଭକ୍ତିରେ କଲେ ତାଙ୍କୁ ତୋଷ। ସେ ପୁଣି କରିବେ ପ୍ରୟାସ, ସଙ୍ଗତେ ଗମିବେ ଅଗମ୍ୟ। ଲଭିବ ଧାମ ଦର୍ଶନ, ଅଜୟ ମାତା ପଦ ଧ୍ୟାଇ। ତୁଳସୀ ମହାତ୍ମ୍ୟ ରଚଇ। ବିଷ୍ଣୁଙ୍କର ତ୍ରିପୁରା ଆରାଧନା। ପରୀକ୍ଷିତ ଉବାଚ, ପୁଛନ୍ତି ପରୀକ୍ଷିତ ରାଜା, କରିଣ ମୁନି ପାଦ ପୂଜା। ଭୋମୁନି କୁହନ୍ତୁ ତ୍ୱରିତ, ତ୍ରିପୁରା ଦେବୀଙ୍କ ଚରିତ। ଯେତେ ଶୁଣିଲେ ସେ ଆଖ୍ୟାନ, ତୋଷନ ହଏ ମୋର ମନ। ରାଜାଙ୍କ ମୁଖ ଶୁଣି ଗିର, ହସି କହନ୍ତି ମୁନିବର। ଶ୍ରୀ ଶୁକ ଉବାଚ, ହେଥୁଅନ୍ତେ ରାଜନ ଶୁଣ, କହିବି ଆନ ଉପାଖ୍ୟାନ। ନିତ୍ୟଧାମର ବିଷ୍ଣୁ ବାଣୀ, କହି ଭାସିଲି ତୁମ୍ଭ ମନ ଜାଣି। ଏବେ ଶୁଣନ୍ତୁ ମନ ଦେଇ, ମାନବ ବିଷ୍ଣୁ କଥା କହି। ଯୁଗକୁ ଯୁଗ ସେ ଈଶ୍ୱର, ନିଅନ୍ତି ନାନା ଅବତାର। ମର୍ତ୍ତ୍ୟମଣ୍ଡଳେ ଯୋନି ଜନ୍ମ, ଲଭନ୍ତି ସେ ପୁରୁଷୋତ୍ତମ। ମନ ମଧ୍ୟରେ ବଡ଼ ଗର୍ବ, କରି ରୁହନ୍ତି ସେହି ଦେବ। ଲକ୍ଷ୍ମୀ ଦେବୀଙ୍କୁ ପତ୍ନୀ ପଣେ, ପାଇଣ ଭାବନ୍ତି ସେ ମନେ। ଜଗତ ପିତା ଅଟେ ମୁହିଁ, ମୋ ବିନୁ ଗତି ମୁକ୍ତି ନାହିଁ। ବ୍ରହ୍ମାଣ୍ଡେ ଆମ୍ଭେ ବେନି ଶ୍ରେଷ୍ଠ, ଖଣ୍ଡୁ ଜଗତର ଜେରିଷ୍ଟ। ଏମନ୍ତ ଗୌରବ ବହିଣ, କରନ୍ତି ସଦା ବିଚରଣ। ଏକଦା ଶୁଣ ହୋ ରାଜନ, ଭ୍ରମଣେ ବଳାଇଣ ମନ। ମାନବ ବିଷ୍ଣୁ ଯେ ଚଳିଲେ,
ପ୍ରକୃତି ରୂପେ ମୁଗ୍ଧ ହେଲେ। କରନ୍ତି ମନରେ ବିଚାର, ଏ ସୃଷ୍ଟି ଅଟଇ ମୋହର। ଜୀବ ଜଗତ ତରୁ ତୃଣ, ମୋ ସ୍ନେହେ ହୁଅନ୍ତି ପାଳନ। ମୁଁ ବି ଯେ ସକଳ ଘଟରେ, ମୋ ମାୟା ଘେରିଛି ସଂସାରେ। ମନରେ ମନ୍ତ ବିଚାରି, ଆଗକୁ ଯାଉଥାନ୍ତି ଚଳି। ନୟନେ ଦେଖନ୍ତି ଠାକୁର, ସମ୍ମୁଖେ କଗିରିବର। ନୀଳଗିରି ନାମ ଅଟଇ, ଅଦ୍ଭୁତ ପକ୍ଷୀ ଅଛି ତହିଁ। ଭୂତ ଭବିଷ୍ୟ ସର୍ବଜ୍ଞାତା, 14 ଭୁବନର କଥା। ମହାଜ୍ଞାନୀ ସେ ଅଟଇ, ବିଷ୍ଣୁଙ୍କୁ ଏହା ଜଣା ନାହିଁ। ପ୍ରବେଶ ହେଲେ ତା ପାଶରେ, ସାମାନ୍ୟ ପକ୍ଷୀ ଭାଳି ତାରେ। ଗୌରବେ ନ ଦେଲେ ସମ୍ମାନ, ଚିନ୍ତିଲେ କରିବେ ବିଶ୍ରାମ। ଭୂଷଣ୍ଡ କାକ ନାମ ତାର, ଏହା ବିଷ୍ଣୁଙ୍କୁ ଅଗୋଚର। ବିଷ୍ଣୁଙ୍କ ହାବ ଭାବ ଜାଣି, ଭୂଷଣ୍ଡ କାକ ବୋଲେ ବାଣୀ। ଭୂଷଣ୍ଡ କାକ ବାଚ, ହେ ବିଷ୍ଣୁ ତୁ ଏଡ଼େ ଅଜ୍ଞାନ, ହୋଇଲା କିବା ମତି ଭ୍ରମ। ଗୌରବେ ନ ଚିହ୍ନିଲେ ମୋରେ, ଖାତର ନ କରିବୁ ତିଳେ। ମୋର ସଂସାରେ ନେଇ ଜନ୍ମ, ନିତ୍ୟ କରୁଛୁ ବିଚରଣ। ତୋପରି ବିଷ୍ଣୁ କେତେ କେତେ, ଦେଖିଛି ମୁହିଁ ଏ ମରତେ। କାଳ କବଳେ ନିଷ୍ପେଷିତ, ହୋଇଣ ତେଜିଲେ ମରତ। କେତେ ବିଷ୍ଣୁଙ୍କୁ ଦେଖିଅଛି, କେତେ ବିଷ୍ଣୁଙ୍କୁ ଦେଖିଅଛି। କଳ୍ପ କଳ୍ପରୁ ବସିଅଛି, ବହିଣ ଏ ମାନବ ଦେହ। ମନରେ କିମ୍ପା କର ମୋହ, ଭୂଷଣ୍ଡ କାକ ନାମ ମୋର। ଏକଥା ବିଷ୍ଣୁ ହେତୁ କର, ପରିଚୟ ପାଉ ଠାକୁର। ସନ୍ତାପ କରିଲେ ଯେ ଘୋର, ଯୋଡ଼ିଣ ବେନି କର ପତ୍ର। କ୍ଷମା ମାଗନ୍ତି ଲକ୍ଷ୍ମୀକାନ୍ତ, ଶ୍ରୀ ବିଷ୍ଣୁ ବାଚ, ହେ କାଳ ଈଶ କ୍ଷମା କର। ଅପରାଧ କଲି ତୋ ଛାମୁର, ଅଜ୍ଞାନେ ଅରଜିଲି ଦୋଷ। ମୋଠାରେ ନ କରନ୍ତୁ ରୋଷ, ଚରଣେ ପଶୁଛି ଶରଣ। ଅଧମେ କରନ୍ତୁ କଲ୍ୟାଣ, ମୋ କୃତ କର୍ମ ଲାଗି ମୋହି। ଅନୁତପ୍ତ କରେ ଗୋସାଇଁ, ଛାମୁରେ କରଇ ପ୍ରାର୍ଥନା। ଦିଅ ନା ଏଣିକି ଭର୍ସନା, ଉପାୟ କୁହନ୍ତୁ ହେ ନାଥ। ଯୋନି ଜନ୍ମରୁ ହେବ ମୁକ୍ତ, ଏତିକି କରନ୍ତୁ କଲ୍ୟାଣ। ବନ୍ଦୁଛି ତୁମରି ଚରଣ, ଶୁଣେ ବିଷ୍ଣୁ କାକୁସ୍ଥ ଗିର। ଭୂଷଣ୍ଡ ଦିଅନ୍ତି ଉତ୍ତର, ଭୂଷଣ୍ଡ କାକୁ ବାଚ, ମାନବ ବିଷ୍ଣୁ ବାରେ ଶୁଣ। ଯାଦ୍ୱାରା ଲଭିବ କଲ୍ୟାଣ, ଷଡ଼ଚକ୍ର ଉପରେ ଜାଣ। ପରମ ବ୍ରହ୍ମଙ୍କ ନିତ୍ୟ ଧାମ, ରାଧାଙ୍କ ସଙ୍ଗେ ଜଗଦୀଶ। ରାସ କରନ୍ତି ହୋଇ ତୋଷ, ପାର୍ଶ୍ୱରେ ଛନ୍ତି ଅଷ୍ଟ ସଖୀ। ମିଳେ 16 ସହସ୍ର ଗୋପୀ, ସେ ରାସ କରିଲେ ଦର୍ଶନ। ମୁକ୍ତି ମିଳିବ ଗୋ ଶୁଣ, ସକଳ ପାପ ହେବ ଲୀନ। ଆଉ ନ ହେବ ଯୋନି ଜନ୍ମ, ଶୁଣି ଭୂଷଣ୍ଡ ମୁଖ ବାଣୀ। ଉତ୍ତର ଦିଅନ୍ତି ସେ ପୁଣି,
ଭୋକାକ କୁହନ୍ତୁ ବଚନ, କେଉଁଠି ସେହି ନିତ୍ୟ ଧାମ। କିପରି କରିବି ଦର୍ଶନ, କିଭଳି କରିବି ଗମନ। ଫିଟାଇ କୁହନ୍ତୁ ସନ୍ଦେଶ, ଶରଣ ଗଲି କାକଇସ। ଶ୍ରୀ ବିଷ୍ଣୁ ଠାରୁ ଶୁଣି ଗିର, ଭୂଷଣ୍ଡ ଦିଅନ୍ତି ଉତ୍ତର। ଭୂଷଣ୍ଡ କାକୁବାଚ ଶ୍ରୀ ବିଷ୍ଣୁ ଶୁଣନ୍ତୁ ବଚନ, ସେ ପଥ ଅତୀବ ଗମ୍ୟ। ଷଡ଼ଗୋଟି ଯେ ଦ୍ୱାର ତହି, ଲଙ୍ଘିବ ତାକୁ ଭକ୍ତି ବହି। ତାପରେ ମହାନିତ୍ୟ ଧାମ, ତ୍ରିପୁରାଙ୍କର ବାସସ୍ଥାନ। ଭକତି ବିନା କେବେ କେହି, ସେ ସ୍ଥାନରେ ପହଞ୍ଚି ନାହିଁ। ସେବିଲେ ତ୍ରିପୁରା ଚରଣ, ଭେଟିବୁ ମହାନିତ୍ୟ ଧାମ। ଏପରି ବୁଝାନ୍ତେ ବହୁତ, ଶ୍ରୀ ବିଷ୍ଣୁ ହୋଇଲେ ଚକିତ। ଭୂଷଣ୍ଡ କାକର ପୟରେ, ପ୍ରଣତି ଢାଳିଲେ ଭକ୍ତିରେ। ତହୁଁ ଗୃହକୁ ବାହୁଡ଼ିଲେ, ମନେକୁ ରାଜନ ପୁଛିଲେ। ପରୀକ୍ଷିତ ବାଚ ବୋଲୁଛି ରାଜା ପରୀକ୍ଷିତ, ହେ ମୁନି କରନ୍ତୁ ବ୍ୟକତ। ଏଥୁ ଅନ୍ତେ ହୋଇଲା କିସ, ଶ୍ରୀ ବିଷ୍ଣୁ ବାହୁଡ଼ିଣ ବାସ। ରାଜନ ଭକ୍ତି ଭାବ ଜାଣି, ତୋତେ କହନ୍ତି ଶୁକ ମୁନି। ଶ୍ରୀ ଶୁକ ବାଚ ମାନବ ବିଷ୍ଣୁ ଗୃହେ ଯାଇ, ବଞ୍ଚେ ତ୍ରିପୁରା ପଦ ଧ୍ୟାଇ। ଦିବସ ସର୍ବରି ଭକ୍ତିରେ, ଖଟିଲେ ମାତାଙ୍କ ପୟରେ। ଏମନ୍ତେ ବିତେ ବହୁଦିନ, ନହେଲା ମାତାଙ୍କ ଦର୍ଶନ। ଶ୍ରୀ ବିଷ୍ଣୁ ଦୁଃଖ ମନ ନେଇ, ତେଜିଲେ ଖାଦ୍ୟ ରସ ବହି। ସଂକଳ୍ପ କରିଣ ବସିଲେ, ମାତାଙ୍କ ପଏ ଭକ୍ତି ଭୋଳେ। କାତର କଣ୍ଠେ ଯୋଡ଼ି ହସ୍ତ, ଡାକନ୍ତି ଆହେ ଜଗନ୍ମାତ। ରଖମ ବୁଡ଼ିବାର ଭେଳା, ସଂସାରେ ପୂରିଛି ତୋ ଲୀଳା। ନମସ୍ତେ ତ୍ରିପୁରା ଜନନୀ, ନମସ୍ତେ ସଙ୍କଟ ତାରିଣୀ। ନମସ୍ତେ ତ୍ରିପୁର ମୋହିନୀ, ନମସ୍ତେ କଲ୍ୟାଣକାରିଣୀ। ନମସ୍ତେ ମା କରୁଣାମୟୀ, ପ୍ରସନ୍ନ ହୁଅ ମହାମାୟୀ। ଏମନ୍ତେ ବିଷ୍ଣୁ କଲେ ସ୍ତୁତି, ଅତ୍ୟନ୍ତ ବ୍ୟାକୁଳ ହୁଅନ୍ତି। ସନ୍ତାନ ବତ୍ସଳା ଜନନୀ, ମାନବ ବିଷ୍ଣୁ ମନ ଜାଣି। ତାହାଙ୍କୁ ଦେଲେ ଦର୍ଶନ, ଭକ୍ତିରେ ହୋଇ ସୁପ୍ରସନ୍ନ। ବୋଲନ୍ତି ଯେ ତ୍ରିପୁରା ମାତ, ବାବୁରେ ସେ ଅଗମ୍ୟ ପଥ। ତୋ ପରେ ଯେଣୁ ମୁଁ ସନ୍ତୋଷ, ପୂର୍ଣ୍ଣ କରିବି ତୋର ଆଶ। ତୋତେ ସଙ୍ଗତେ ଘେନି ଯିବି, ରାସସ୍ଥଳୀକୁ ଦେଖାଇବି। ମାତାଠୁ ପାଇ ପ୍ରତିଶ୍ରୁତି, ଶ୍ରୀ ବିଷ୍ଣୁ ଲଭିଲେ ତୃପତି। ରାଜନେ ଭଣେ ଶୁକ ମୁନି, ଭକ୍ତିର ସମୃତ ବାଣୀ। ତୁଳସୀ ମହାତ୍ମ୍ୟର କଥା, ଶୁଣନ୍ତେ ନା ସେ ଭବ ବ୍ୟଥା। ସେ ଦେବୀ ପାଦେ ରଖିଲୟ, ଗୀତେ ବି ରଚିଲା ଜୟ।